ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର। ଆଜି ମୁଁ ଅନେକ ବର୍ଷ ତଳର ମୋର ଏକ ସାକ୍ଷ୍ୟ ଆପଣମାନଙ୍କ ସହିତ ମୁଁ ବାଣ୍ଟିବା ପାଇଁ ଇଚ୍ଛା କରେ। 2010 ମସିହାର କଥା। ପ୍ରଭୁ ମୋତେ ଯେତେବେଳେ ତାଙ୍କର ସେବା ବା ସ୍କୁଲ ଆରମ୍ଭ କରିବା ପାଇଁ ମନରେ ଗୋଟେ ଇଚ୍ଛା ଦେଲେ, ସେତେବେଳେ ମୁଁ ମୋର ଚାକିରିକୁ ଅ, ଛାଡ଼ି ନୂତନ ଭାବରେ ମୁଁ ମୋର ସ୍କୁଲ କାମ ଆରମ୍ଭ କରିବାର କିଛି ସମୟ ପୂର୍ବେ ମୁଁ ଘରେ ରହୁଥିଲି। ଆଉ ମୁଁ ସେ ସମୟରେ କିଛି ପିଲାମାନଙ୍କୁ ଟ୍ୟୁସନ୍ କରୁଥିଲି। ଆଉ ମୋ ସ୍ତ୍ରୀ ଗୁମା ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ସେ ଗୋଟେ NRHM ଡିପାର୍ଟମେଣ୍ଟ ଅଣ୍ଡରରେ ନର୍ସ ଭାବରେ କାମ କରୁଥିଲେ। ମାନଙ୍କର ଦରମା ବହୁତ କମ୍ ଥିଲା ସେତେବେଳେ। ମୋ ୱାଇଫ୍ର ମୁଁ ପିଲାମାନଙ୍କୁ ଟ୍ୟୁସନ୍ କରି ଯାହା କମାଏ, କିନ୍ତୁ ଦିନେ ହଠାତ୍ ଆମେ ଯେତେବେଳେ ସନ୍ଧ୍ୟା ପ୍ରାର୍ଥନା ସମୟରେ ଦ୍ୱିତୀୟ ବିବରଣ 28 ଅଧ୍ୟାୟକୁ ପଢ଼ୁଥିଲୁ, ସେଠି ଲେଖାଯାଇଥିଲା ଯେ ପ୍ରଭୁ ତୁମମାନଙ୍କୁ ଆଶୀର୍ବାଦ କରିବେ, ତୁମମାନେ ମସ୍ତକ ହେବ, ଲାଙ୍ଗୁଡ଼ ହେବ ନାହିଁ, ତୁମମାନେ ଋଣ ଦେବା ଲୋକ ହେବ, ଋଣ ନେବା କଥା ନୁହେଁ। ସେ ସମୟରେ ଆମମାନଙ୍କର ପରିସ୍ଥିତି ବହୁତ ଜଟିଳ ଥିଲା। ମାନେ ଲୋନ୍ ନେଇଥିଲୁ ଆମମାନଙ୍କର ଭାଇ ଆଉ ଭଉଣୀର ବିବାହ ନିମନ୍ତେ। ଆଉ ଆମମାନଙ୍କର ଦରମାର ଅଧା ପଇସା ମାନେ ଲୋନ୍ ସୁଝିବାରେ ବିତି ଯାଉଥିଲା। ଲୋନ୍ ସୁଝୁଥିଲୁ, ଆମମାନଙ୍କ ପରିବାର ଚଳିବାର କଷ୍ଟ ହେଉଥିଲା। କିନ୍ତୁ ମୁଁ ଟ୍ୟୁସନ୍ କରେ ତ ଯାହା ମିଳେ, କି ମୋ ସ୍ତ୍ରୀ ସେତେବେଳେ ଡେଲିଭରି କରୁଥିଲେ, କିଏ ଖୁସିରେ 100-200 ଦେଉଥିଲା, ସେଠାରେ ଆମେ ମ୍ୟାନେଜ୍ ହେଇକି ଚଳୁଥିଲୁ। ତ ଯେତେବେଳେ ଆମେ ସେ ବାକ୍ୟ ପଢ଼ିଲୁ, ତ ଆମେ ନିର୍ଣ୍ଣୟ ନେଲୁ କି ଆମେ ଆଜିଠାରୁ ଆଉ ଋଣ ନେବୁ ନାହିଁ। କାହିଁକିନା ଅନେକ ସମୟରେ ଆମେ ଲୋକମାନଙ୍କୁ ମାଗିବାକୁ ପଡ଼ୁଥିଲା, କାରଣ ସେ ସମୟରେ ମୋର ସ୍ତ୍ରୀର ମଧ୍ୟ ହାର୍ଟର ଗୋଟେ ଡିଜିଜ୍ ଥିଲା। ତ ଆମମାନଙ୍କୁ ହଠାତ୍ କେତେବେଳେ ମେଡ଼ିକାଲ ଯିବାକୁ ପଡ଼େ, ତାର ସୀମା ନଥିଲା। ତ ଷ୍ଟାଫ୍ ମାନଙ୍କ ଠାରୁ, ଆମମାନଙ୍କର କିଛି ପରିଚିତ ବ୍ୟକ୍ତିମାନଙ୍କ ଠାରୁ ଅନେକ ସମୟରେ ଆମେ ଋଣ ନେଉଥିଲୁ। କିନ୍ତୁ ସେଇଦିନ ଆମେ ନିଷ୍ପତ୍ତି ନେଲୁ କି ଆଜି ଦିନଠାରୁ ଆମେ ଋଣ ନେବୁ ନାହିଁ, କାରଣ ବାକ୍ୟ ଆମମାନଙ୍କ ପାଇଁ ମଧ୍ୟ କୁହାହେଇଛି। ତ ଏକ୍ଜାକ୍ଟ ତାର 2 ଦିନ ପରେ ଆମ ଘରେ ବିଲକୁଲ ଚାଉଳ ନଥିଲା ରୋଷେଇ କରିବା ପାଇଁ। ଆମେ ଚିନ୍ତା କଲୁ କି ଟ୍ୟୁସନ୍ ପିଲାମାନେ କିଏ ଦେଲେ, ପଇସା ଫିସ୍ ଦେଲେ ଆମେ ଚାଉଳ କିଣିପାରିବୁ, ନଚେତ୍ ବା ଯଦି ଡେଲିଭରି ହେବ, କି ଯାହା ବି ଖୁସିରେ ଦେବ, ତ ସେସବୁ ପଇସାରେ ଆମେ ମ୍ୟାନେଜ୍ କରିବୁ। କିନ୍ତୁ ସକାଳେ ପିଲାମାନେ ଟ୍ୟୁସନ୍ ଆସିଲେ, କେହି ପେମେଣ୍ଟ କଲେ ନାହିଁ। ଦିନ ଯାକ କୌଣସି ଡେଲିଭରି ହେଲା ନାହିଁ। ସନ୍ଧ୍ୟାରେ ବି ପିଲାମାନେ ଟ୍ୟୁସନ୍ ଆସିଲେ, ତଥାପି ବି କୌଣସି ପେମେଣ୍ଟ ହେଲା ନାହିଁ। ସନ୍ଧ୍ୟା 7ଟା ସମୟ, ଆମର ଗୋଟେ ପୁଅ ଥିଲା 2 ବର୍ଷର। ମୋ ସ୍ତ୍ରୀ ଆସିଲା, ପଚାରିଲା କି ଆମେ 2 ଜଣ ହେଇଥିଲେ ଆମେ ଘର ବି ଶୋଇପାରିଥାନ୍ତେ, କିନ୍ତୁ ଆମମାନଙ୍କର ଗୋଟେ 2 ବର୍ଷର ଛୁଆ ଅଛି, ଆମେ କ'ଣ କରିବା? ତ ମୋ ମୁଖରେ କିଛି ଶବ୍ଦ ନଥିଲା ମୋର ପ୍ରିୟମାନେ। ତ ମୁଁ ସେତେବେଳେ ମୋ ସ୍ତ୍ରୀକୁ କହିଲି, ଚାଲ ଆମେ ବସି ପ୍ରାର୍ଥନା କରିବା। ତ ଆମେ ଯେତେବେଳେ ପ୍ରାର୍ଥନା କରୁଥିଲୁ, ପ୍ରଭୁଙ୍କର ଆତ୍ମା ମୋ ସ୍ତ୍ରୀ ମଧ୍ୟରେ କଥା କହିଲେ ଯେ ଦିନେ ଦାଉଦ ରାଜା ଯାଜକମାନଙ୍କ ରୁଟି ଖାଇଥିଲେ, ଯାହାକି ତାଙ୍କ ନିମନ୍ତେ ଯୋଗ୍ୟ ନଥିଲା, ବା ସେ ଯୋଗ୍ୟ ବ୍ୟକ୍ତି ନଥିଲେ ଯାଜକମାନଙ୍କ ରୁଟିକୁ ଭୋଜନ କରିବା ନିମନ୍ତେ। ତ ଆମେ ବୁଝିଗଲୁ ପ୍ରଭୁ ଆମମାନଙ୍କୁ କିଛି କଥା କହୁଛନ୍ତି ବୋଲି। ତ ସେଇ ସମୟରେ ଆମେ ଆମମାନଙ୍କର ଯାହା ବି ପାଉଥିଲୁ ତାର ଦଶମାଂଶ ନେଇକରି ଗୋଟେ ଅଲଗା ଡବାରେ ରଖୁଥିଲୁ। ତ ଆମେ ବୁଝିପାରିଲୁ ଯେ ପ୍ରଭୁ ଆମମାନଙ୍କୁ ସେଇ ପଇସାର ବ୍ୟବହାର କରିବା ପାଇଁ ଆଜି ପାଇଁ କହୁଛନ୍ତି। ତ ଆମେ ଯେତେବେଳେ ଯାଇ ସେ ଡବାକୁ ଖୋଲିଲୁ, ସେତେବେଳେ ଦେଖିଲୁ ଆମେ ସେଠି 50 ଟଙ୍କା ଗୋଟେ ଅଛି। ତ ସେଇ 50 ଟଙ୍କା ନେଇ ମୋର ପ୍ରିୟମାନେ, ମୁଁ ସେଦିନ ପାଇଁ ଆଉ ଚାଉଳ ନେଇକି ଆସିଲି। ଆଉ ମୁଁ ପ୍ରଭୁଙ୍କର ଧନ୍ୟବାଦ କରିବା ନିମନ୍ତେ ମୋର ମୁଖରେ ଶବ୍ଦ ନାହିଁ। ସେଇ ଯେଉଁ ଆଜ୍ଞା ଆମେ ମାନିଲୁ, ତା ପରଠାରୁ
ଆଜି ପର୍ଯ୍ୟନ୍ତ ଆମମାନଙ୍କର ଗୃହରେ କୌଣସି ଦିନ ଖାଦ୍ୟର ଅଭାବ ହେଇନାହିଁ। ଏମାନଙ୍କର ଯେତେବେଳେ ଦ୍ୱିତୀୟ ସନ୍ତାନ ହେଲା ସେତେବେଳେ 6 ମାସ ମୋ ସ୍ତ୍ରୀ କାମ କରିନାହିଁ, ବିନା ଦରମାରେ ଥିଲୁ, ତଥାପି ପ୍ରଭୁ ଆମମାନଙ୍କୁ ଆଶ୍ଚର୍ଯ୍ୟ ଭାବରେ ଯୋଗାଇଲେ ଓ ଆଜି ଆମମାନଙ୍କୁ ପ୍ରଭୁ ଏପରି ଆଶୀର୍ବାଦ କରିଛନ୍ତି ଯେ ଆମେ ଆମେ ଅନେକଙ୍କ ନିମନ୍ତେ ଅ, ଖାଦ୍ୟ ଦେବା ପାଇଁ ପ୍ରଭୁ ଆମମାନଙ୍କୁ ସାମର୍ଥ୍ୟ ଦେଇଛନ୍ତି। ଉତ୍ତମ ଗୃହ ଦେଲେ, ମୋର ୱାଇଫର ଜବ୍ ରେଗୁଲାର ହେଲା, ମୁଁ ମଧ୍ୟ ପ୍ରଭୁଙ୍କର ଅନୁଗ୍ରହରେ ଗୋଟେ ସ୍କୁଲ କରିପାରିଲି, ସେଠାରୁ କିଛି ମୁଁ ମଧ୍ୟ ଦରମା ହିସାବରେ ପାଉଛି। ପ୍ରଭୁ ଆମମାନଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରିଛନ୍ତି। ଆଉ ମୁଁ କହିବା ପାଇଁ ଚାହେଁ ଯେ ସେଇ ଦିନମାନଙ୍କରେ ଯେଉଁମାନଙ୍କ ଠାରେ ଆମେ ଋଣ ନେଉଥିଲୁ ମୋର ପ୍ରିୟମାନେ, ସେହି ସମାନ ବ୍ୟକ୍ତିମାନଙ୍କୁ ଆମମାନଙ୍କୁ ପ୍ରଭୁ ଏମିତି ସାମର୍ଥ୍ୟ ଦେଲେ ଯେ ଆମେ ସେମାନଙ୍କୁ ଋଣ ପ୍ରଦାନ କଲୁ। ତ ପ୍ରଭୁଙ୍କର ନାମ ମହିମା ହଉ। ଆଉ ମୁଁ ଏହା କହିବା ପାଇଁ ଚାହେଁ ଯେ ସେ ସମୟରେ ବି ସେ ବ୍ୟକ୍ତିମାନେ ଥିଲେ, ଯଦି ଆମେ ମାଗିଥାନ୍ତୁ ହେଇପାରେ ଆମମାନଙ୍କୁ ଚାଉଳ ମିଳି ଯାଇଥାନ୍ତା, ଅ, ସବୁ କିଛି ହେଇପାରିଥାନ୍ତା, କିନ୍ତୁ ଆମେ ନିର୍ଣ୍ଣୟ ନେଲୁ କି ଆମେ ପ୍ରଭୁଙ୍କର ବାକ୍ୟରେ ସ୍ଥିର ରହିବୁ। ଆଉ ପ୍ରଭୁଙ୍କର ବାକ୍ୟରେ ସ୍ଥିର ରହିବା ଯୋଗୁଁ ପ୍ରଭୁ ଆମମାନଙ୍କୁ ସେ ଆଶୀର୍ବାଦ କଲେ। ତ ମୁଁ ଆପଣମାନଙ୍କୁ ଉତ୍ସାହ କରିବା ପାଇଁ ଚାହେଁ ମୋର ପ୍ରିୟ ମାନେ କି ସେହି ପ୍ରଭୁ ଆଜି ମଧ୍ୟ ଜୀବିତ, ଶକ୍ତିମାନ, ଆପଣମାନଙ୍କର ଆବଶ୍ୟକତାକୁ ବି ପୂରଣ କରିବା ନିମନ୍ତେ। ପ୍ରଭୁ ଯାହା ଆପଣମାନଙ୍କୁ କହୁଛନ୍ତି ବା ଯାହା ବାକ୍ୟ କହୁଛି ତାକୁ ମାନିବା ପାଇଁ ଶିଖନ୍ତୁ, ପାଳନ କରିବା ପାଇଁ ଶିଖନ୍ତୁ। ପ୍ରଭୁ ଆପଣଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।